ପ୍ରଶ୍ନଟି ହେଉଛି ସମବ୍ୟାପ୍ତି କାହାକୁ କୁହାଯାଏ? ସମବ୍ୟାପ୍ତି 2 ନମ୍ବର ବିଶିଷ୍ଟ ପ୍ରଶ୍ନ ଉତ୍ତର ସମବ୍ୟାପ୍ତି। ଏହାର ସଠିକ ଉତ୍ତର ଧୂମ ଓ ବହ୍ନି ମଧ୍ୟରେ ଥିବା ସମ୍ବନ୍ଧ ନିରୁପାଧିକ ଅଟେ। ଏଠାରେ ବ୍ୟାପ୍ତି ସମ୍ବନ୍ଧ ଉପାଧିଯୁକ୍ତ ନୁହେଁ। କୌଣସି ସର୍ତ୍ତ ଅନୁସାରେ ଧୂମ ଓ ବହ୍ନି ସମ୍ବନ୍ଧାନ୍ୱିତ ହୋଇନାହାନ୍ତି, କିନ୍ତୁ ଯାହା ବହ୍ନିଯୁକ୍ତ ତାହା ଧୂମଯୁକ୍ତ କହିବାରେ ବହ୍ନି ଓ ଧୂମ ମଧ୍ୟରେ ବିଦ୍ୟମାନ ସମ୍ବନ୍ଧ ଉପାଧିଯୁକ୍ତ। ଠିକ୍ ଅଛି। ବହ୍ନି ସହିତ ଆର୍ଦ୍ର ଇନ୍ଧନ ସଂଯୋଗ କଲେ ଧୂମର ଉପସ୍ଥିତ ପରିଲକ୍ଷିତ ହୁଏ। ଏହି କ୍ଷେତ୍ରରେ ଉଭୟ ଧୂମ ଓ ବହ୍ନି ସମବ୍ୟାପକ ହୋଇଥାନ୍ତି। ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ ତାହାକୁ ସମବ୍ୟାପ୍ତି କୁହାଯାଏ। ତେଣୁ ଧୂମ ଓ ବହ୍ନି ମଧ୍ୟରେ ଥିବା ଏ ପ୍ରକାର ସମ୍ବନ୍ଧକୁ ସମବ୍ୟାପ୍ତି କୁହାଯାଏ। ଠିକ୍ ଅଛି।